କିଛି ନାହିଁ ଏରା ନିମପତ୍ର କାହିଁ କାଟିବି ଅନ୍ନଲେ ତୋତେ ମୁଁ ଚିପି ଦେବ ଜିନିଷ ନିମନ୍ତ୍ରଣ କର ବାଟିବ ଶୁଭିଲା ନିମନ୍ତ୍ରଣ ପତ୍ର ହଉ ହଉ ଏବେ ଯାଉଛି ମୁଁ ବାଣ୍ଟି ଦେବି ରୁହ ହଁ ଶୁଣ ଅନ୍ତ ସାମଲ ଗୋକୁଳାନନ୍ଦ ସାମଲ ଶରତ କୁମାର ପ୍ରଧାନ ବିଜୟ ସାରେ ଇରା ଆମର ରାଜା ସେନା ଲେଖାଇବ ଲେଖାଇନି ମନେ କରିକି ଲେଖେଇ ଦେବ ହେଲା ଏ ଶୁଣ 2 କୁଇଣ୍ଟାଲ ଖାସି ମାଂସ ମଇଦା ଦେଇକି ଆସିବ କାଟି ପୋଷାକ ଇରା ବଡ଼ କଲେ କଣ ମାରକୁଣ୍ଡିଆ ପାଇଁ କଣ ଆମ ଘରକୁ ପୋଲିସ ଆସିବ ଅନ୍ନାଲେ ତମ କାଲେ କିରା ଶିଖା ଦଉଛିନ ଚଲତେ ଇରା ବାପାରେ କଣ ଟିକେ ମାନେ ଗୋଟେ ଟିକେ ବି ଚିନ୍ତା ନାହିଁ ମୁଣ୍ଡରେ ଓ ମ୍ୟାଡାମ ଜମା ରାଗନି ଆମ ବାହାଘର କଥା ମୋର ଭଲ କରି ମନେ ଅଛି ବୁଝିଲ ସେଦିନ ମୁଁ ବର ବସରେ ସଜ ହେଇ ମନୁ ଭାଇ ଇଣ୍ଡିକାରେ ବସି ବାଜା ବଜାଇ ବାଣ ଫୁଟାଇ ଯେତେବେଳେ ତମ ଗାଁକୁ ଏଣ୍ଟ୍ରି କଲା ଇଏ ତମ ଗାଁ ଲୋକ ଦେଖି ପୁରା ଚମକି ପଡ଼ିଲେ ଆଉ ଗୋଟେ କଥା ମନେ ଅଛି ଜାଣିଛ ନା ଆମେ ଯେତେବେଳେ ବେଦିକି ବସିବା ପାଇଁ ଗଲେ ସେତିକିବେଳେ ଆମ କୁଟୁ ନୂଆ ବୋଉ ଆଉ ସୀତା ନୂଆ ବୋଉ ବାରିକ ସିଏ ଯେମିତି ଥଇ କୋଡ଼ି କହିଥିଲା ବିଞ୍ଚିବାକୁ ମୁଁ ସେମିତି ବିଞ୍ଚିଦେଲି ସିଧା ଯାଇ ତମ ଉପରେ ଝିଅ ବାହାଘର ବେଳେ ନିଜ ବାହାଘର ତ ମନେ ପଡ଼ି ଅଛି ନାଇଁ ଏ ଶୁଣ ଝିଅ ବାହାଘର ପାଇଁ ମାର୍କେଟ ନେଇକି ସବୁ ଜିନିଷ ଥୁଆ ହେଇଛି ଅଟୋରେ ନେଇ ଆସିବ ଶୁଭିଲା ଅଟୋରେ ନେଇ ଆସିବ ଶୁଣ ଅଟା ନାଇଁ ଅଟୋରେ ନେଇ ଆସିବ 5 କେଜି ହବା ନାଇଁ 10 କେଜି ନେଇ ଆସିବେ ଅଟା ନାଇଁ ଅଟୋରେ ନେଇ ଆସିବ ଆରେ ଅଟୋରେ ନେଇ ଆସିବ ଅଟା ନାଇଁ ଆମର କିଛି ସବୁ ଓଟା କରିବି ଯେ ଓଡ଼ିଶାରେ କିଛି ବି ମୁଣ୍ଡରେ ବୁଝୁନି ଝିଅ ବାହାଘର ମନ୍ଦିର କେତେ ଅଛି ବାପା ବଢ଼ିଆ ମନ୍ଦିର କିଛି ବୁଝୁନି ମତେ ତ 15 ମିନିଟ୍ ବସିବା ପାଇଁ ଫୁର୍ସତ ନାହିଁ ଏ ଲୋକର କାନ ଘୋଡ଼ା ବି ସିଝିବନି ମଲା କହିଲା ଭଳିଆ ବିଶାଳ